ଦଶମ ଅଧ୍ୟାୟ ଶ୍ରୀଶୁକ ଉବାଚ ଏବେ ହ ଶୁଣ ମହୀପତି ଯେ ବଂଶେ ଯାହାର ସନ୍ତତି ଯେ କୂଳେ ଯେବା ଅଧିପତି ଶୁଣନ୍ତେ ପାପ ବିନାଶନ୍ତି ଖଟାଙ୍ଗ ଦୀର୍ଘବାୟୁ ନାମ ପୁତ୍ର ହୋଇଲା ଗୁଣଧାମ ରଘୁ ତାହାର ତହୁଁ ଜାତ ସକଳ ଗୁଣେ ସୁବିଖ୍ୟାତ ଅଜ ତାହାର ତହୁଁ ଜାତ ତାର କୁମର ଦଶରଥ ସେ ଦଶରଥ ଘରେ ହରି ଜନ୍ମିଲେ ନର ଦେହ ଧରି ଚତୁର୍ଦ୍ଧା ରୂପେ ଦେବ କାର୍ଯ୍ୟ ଜନ୍ମିଲେ ଦଶରଥ ବୀର୍ଯ୍ୟେ ରାମ ଲକ୍ଷ୍ମଣ ଶତ୍ରୁଘ୍ନ ଭରତ ତୁଲେ ଚାରି ନାମ ସେ ରାମ ଚରିତ ତୁ ସୁଖେ ଶୁଣିଛୁ ଋଷିଙ୍କ ସମ୍ମୁଖେ ଗୁରୁ ବଚନେ ରାଜ୍ୟ ଛାଡ଼ି ପଦ୍ମଚରଣ ଭୂମି ମାଡ଼ି ଲକ୍ଷ୍ମଣ ସୀତା ସହିତରେ ଯେ ଦୁଃଖେ ବଞ୍ଚିଲେ ବନରେ ସୁଗ୍ରୀବ ତୁଲେ ମିତ୍ର ହେଲେ ବିରୂପେ ଅସୁରିକି କଲେ ବିରୂପ ଅସୁରୀକୁ କଲେ ପ୍ରିୟା ବିଚ୍ଛେଦ ଅନ୍ଧ ହୋଇ ସମୁଦ୍ର ବନ୍ଧ ଯେ ବନ୍ଧାଇ ପ୍ରଥମେ ବିଶ୍ୱାମିତ୍ର ସଙ୍ଗେ ଯଜ୍ଞ ରଖିଲେ ଅନୁରାଗେ ମାରିଚି ଆଦି ନିଶାଚରେ ରାତ୍ରେ ମିଳିଲେ ବନ ଘରେ ଲକ୍ଷ୍ମଣ ତୁଲେ ତା ସଂହାରି ମୁନିଙ୍କ ଯଜ୍ଞ ରକ୍ଷା କରି ପୁଣି ଜାନକୀ ସ୍ୱୟଂବରେ ମିଳିଲେ ବିଦହ ନଗରେ ଭାଙ୍ଗିଲେ ଈଶ୍ୱର କୋଦଣ୍ଡ ଗଜ ଜେସନ ଅକ୍ଷୁଦଣ୍ଡ ଅଶେଷ ରାଜାଗଣ ଜିଣି ସୀତାଙ୍କୁ ସ୍ୱୟଂବରୁ ଆଣି ଅଯୋଧ୍ୟା ନକର ଆସନ୍ତେ ମିଳିଲେ ପରଶୁରାମ ପଥେ ଶ୍ରୀରାମ ମୁଖ ଚାହିଁ ବୋଲେ ଧନୁ ଭାଙ୍ଗିଲୁ ତୁ ଯେ ବଳେ ମୋ ଧନୁ ବାମ କରେ ବହ ନହିଲେ ସୀତା ମତେ ଦିଅ ଏମନ୍ତ ତାର ବାକ୍ୟ ଘରେ ঈଶତ ଧନୁ ଧରି କରେ ତକ୍ଷଣେ ଭୃଗୁପତି ବୋଲେ ଜଙ୍ଗେ ବସିଲା ଗୁଣ ଦେଲେ ରାମର ଦେଖିବର ତମ ପାଦେ ପଡ଼ିଲେ ପରଶୁରାମ ସୀତାକୁ ଆଣିବେ ଦସ୍ୱରେ ବିବାହ କଲେ ନିଜ ପୁରେ ପତ୍ନୀ ଯେ ପିତା ଯେ ପତ୍ନୀ ବଶ ହୋଇ ଯାହା ବୋଲଇଲା କଇକେଇ ମୋର ତନୟା ରାଜା ହେଉ ମସୁତ ରାମ ବନେ ତୋ ସୁତ ରାମ ବନେ ଯାଉ ସେ ପୁଣି ପିତାର ବଚନେ ତକ୍ଷଣେ ଚଳିଲେ ବିପନେ ବନେ ବୁଲନ୍ତି ଦୁଇ ଭାଇ ଜନକ ସୁତା ସଙ୍ଗେ ନେଇ ରାବଣ ଭଗ୍ନୀ ସୁପର୍ଣ୍ଣଖା ମାୟାରେ ବନେ ଦେଖା ସୀତା ତାକୁଟ ଜାଣିଲେ ନାସା ଶ୍ରବଣ ତା ଛେଦିଲେ ଲକ୍ଷ୍ମଣ ତାକୁଟ ଜାଣିଲେ ନାସା ଶ୍ରବଣ ତା ଛେଦିଲେ ତା ପକ୍ଷ ଛଳେ ଦୈତ୍ୟଗଣ ଉଭାରି କଲେ ଘୋର ରଣ ଖର ଦୂଷଣ ଯେ ତ୍ରିଶୂର ଯୁଦ୍ଧେ ମିଳିଲେ ମହାବୀର ସେ ସୁପର୍ଣ୍ଣଖା ବନ୍ଧୁପଣେ ଯେତେ ମିଳିଲେ ଘୋର ରଣେ ତାକୁ ଛେଦନ୍ତେ ତୀକ୍ଷ୍ଣ ତୀରେ ଅଶେଷ ଜନ ଉପକାରେ ସହସ୍ର ଚତୁର୍ଦ୍ଦଶ ବଳ ଛେଦିଲେ ଦଶରଥ ବାଳ ତାହାର ଗୁଣ ଗ୍ରାମ କଥା ଶୁଣି ରାବଣ ମନେ ବ୍ୟଥା ଚିତେ ଭେଦିଲା କାମସର ରାକ୍ଷସ ପଶେ ଅନ୍ତପୁର ମାରିଚି ରାବଣ ଆଦେଶେ ବେଗେ ମିଳିଲା ରାମ ପାଶେ ଅଦ୍ଭୁତ ରୂପେ ଶୂନ୍ୟ ଆସି ମିଳିଲା ଗଗନ ସେ ଗ୍ରାସୀ ସୀତା ଉଦ୍ଦେଶ୍ୟ ତାକୁ ଜିଣି ତୀକ୍ଷ୍ଣ ନାରାଚ ଶିରେ ହାଣି ବରଷା ଋତୁ ଆଗମନେ ବଞ୍ଚିଲେ ମାଲ୍ୟବନ୍ତ ବନେ ତିନ୍ତୁଳି ବୃକ୍ଷ ବନେ ରହି ପଲ୍ଲବେ କୁଟୀର ଭିଆଇ ଅଦ୍ଭୁତ ବିଧାତାର ଯୋଗ ବନେ ମିଳିଲା ମାୟା ମୃଗ ବନେ ସୁବର୍ଣ୍ଣ ମୃଗ ଦେଖି ରାମକୁ ବୋଲେ ଶଶୀମୁଖୀ ଭୋନାଥ ମୋର କ୍ରୀଡ଼ା ଅର୍ଥେ ସୁବର୍ଣ୍ଣ ମୃଗ ଦିଅ ମୋତେ ସେ ରାମ ନାରୀ ବଶ ହୋଇ ଧନୁ ନାରାଚ କରେ ନେଇ ଧାଇଁଲେ ତାର ବଧ ଅର୍ଥେ ସେ ପୁଣି ପଶିଲା ବନସ୍ତେ ତାହାଙ୍କୁ ମାରିବାର କାଳେ ଶବଧ କଲା ସେ ବିକଳେ ରଖ ଲକ୍ଷ୍ମଣ ସେ ବୋଇଲା ଜାନକୀ ଶୁଣି ଭୟ କଲା ଲକ୍ଷ୍ମଣ ଯାଉ ବେଗ ହୋଇ ସ୍ୱାମୀର ମୁଖ ନ ଦେଖଇ ତକ୍ଷଣେ ଧନୁ ଧରି ହସ୍ତେ ଗଲେ ଶ୍ରୀରାମଚନ୍ଦ୍ର ପଥେ ରାବଣ ମିଳି ବୃକ୍ଷ ତଳେ ସୀତାଙ୍କୁ ନେଲା ଅନ୍ତରାଳେ ସୀତା ବିଚ୍ଛେଦ ଦୁଃଖ ମନେ ମିଳିଲେ ଋଷମୁକ ବନେ ସେ ବନେ ବାଳିକି ସଂହାରି ସୁଗ୍ରୀବ ସଙ୍ଗେ ମିତ୍ର କରି ଅଙ୍ଗଦ ହନୁମାନ ତୁଲେ ସମୁଦ୍ର ନିକଟେ ମିଳିଲେ ପ୍ରିୟା ବିୟୋଗ ଦୁଃଖ ମନ ଜାଣିଲେ ବରୁଣ ରାଜନ ସ୍ୱଭାବେ ଦୁର୍ଗମ ଗଭୀର ବୁଲନ୍ତି ମଗର କୁମ୍ଭୀର ତତ୍କ୍ଷଣେ ନିଜ ରୂପ ଧରି ରାମଚରଣେ ନମସ୍କାରୀ ଅନେକ ବାକ୍ୟ ସ୍ତୁତି କଲା ସେତୁ ବନ୍ଧନେ ମାର୍ଗ ଦେଲା ବୋଲଇ ଭକ୍ତିଭାବ ଭଇ ରାବଣ ବଧ କର ତୁଇ ସକଳ ଅସୁର ସଂହାରି ବେଗେ ତୁ ଲବ ନିଜ ନାରୀ ତ ରହୁ ଦଶ ଦିଶେ ମୁନି ଗାଇବେ ହରସେ ସୁଗ୍ରୀବ ବଳ ହନୁମନ୍ତ ଅଙ୍ଗଦ ଘେନି କଫି ଯୁଥ ଚଳନ୍ତୁ ରକ୍ଷ ବଳ ସଙ୍ଗେ ଲଙ୍କା ଗମନ କରିବେଗେ ନିକମ୍ବୁ କୁମ୍ଭ ଇନ୍ଦ୍ରଜିତ ଧୃମଦୁ ଆଦି ଯେତେ ସୁତ
ଏ ଆଦି ଯେତେ ଘୋର ସନେ କୁମ୍ଭକର୍ଣ୍ଣାଦି ବୀରମାନେ ସୁକ ଖଡ଼ଗ ଗଦା ଯଷ୍ଟି ଭୂଷଣ୍ଡୀ ନାନା ବର୍ଷର ବୃଷ୍ଟି ପ୍ରହାରେ ଅସୁର ସମୂହ ସମୂଳେ ଯାନ୍ତୁ ସର୍ବେ କ୍ଷୟ ସୁଗ୍ରୀବ ଲକ୍ଷ୍ମଣ ସହିତେ ଗନ୍ଧମାଦନ ହନୁମନ୍ତେ ଏ ଆଦି ରକ୍ଷ ବଳ ତୁଲେ ରାବଣ ସଂହାର ତୁ ବୋଲେ ଏମନ୍ତ ବରୁଣର ବାଣୀ ଶୁଣି ମିଳିଲେ ରଘୁମଣି ସଙ୍ଗତେ ଘେନି କପି ବଳ ଲଙ୍କାରେ ସଂଯୋଗୀ ଅନଳ ରାକ୍ଷସ ସଙ୍ଗେ ଯୁଦ୍ଧ କରି ଅନଳ ବଳ ତା ସଂହାରି ସୀତାହରଣ ଦୋଷ ଫଳେ ସର୍ବେ ସଂଗ୍ରାମେ ନାଶ ଗଲେ ଦେଖିଣ ବୀରଙ୍କ ମରଣ ରଥ ଆରୋହିଲା ରାବଣ ବସି ପୁଷ୍ପକ ଦିବ୍ୟ ଜାନେ ମିଳିଲା ରାମ ସନ୍ନିଧାନେ ରାବଣ ମୁଖ ଚାହିଁ କହନ୍ତି କୋପବର ହୋଇ ମୋ ନାରୀ ଆଣିଲୁ ଚୁରାଇ ତପ ପ୍ରଭାବେ ଗର୍ବ ବହି ଆଜ ସାରିବି ତପ ଫଳ ହେଳେ ଗଞ୍ଜିବି ତୋର ବଳ ହେମନ୍ତ କହି ରଘୁନାଥ କୋପେ କୋଦଣ୍ଡ ଧରି ହସ୍ତ ବ୍ରଜ ସମାନ ଶ୍ରାମ ସର ଭେଦିଲା ଅସୁର ହୃଦର ରଥୁ ପଡ଼ିଲା ଭୂମି ତଳେ ଦଶ ବଦନୁ ରକ୍ତ ଗଳେ ଭୂମି କମ୍ପିଲା ଥର ହର ଶବଦ ଶୁଭେ ମହାଗର ରାବଣ ହତ ଶୁଣି କନେ ସଭ୍ରମ ଅନ୍ତପୁର ଜନେ ତତ୍କ୍ଷଣେ ମନ୍ଦ ଦୂରୀ ତୁଲେ ରାକ୍ଷସୀ ଗଣ ଉଭା ହେଲେ ରୋଦନ କରନ୍ତି ବିକଳେ ଶବଦ ଭୁବନ ଉଛଳେ ମିଳିଲେ ରଣଭୂମି ମଧ୍ୟେ ସ୍ୱାମୀ ମରଣ ମନ ଖେଦେ ହୃଦଏ ବେନିକର ତାଡ଼ି ହାନାଥ ବୋଲି ପାଦେ ପଡ଼ି ରାକ୍ଷସ ନାରୀଙ୍କ ରୋଦନ ପୁରିଲା ଧରଣୀ ଗଗନ କାନ୍ଦନ୍ତି ସ୍ୱାମୀ କୋଳ କରି ନାରୀଙ୍କ ସଙ୍ଗେ ମନ୍ଦ ଦୋରି ଭୋନାଥ ତୋହର ମରଣେ ପଶିବୁ କାହାର ଶରଣେ ଲୋକ ଇରି ତୁ ରାବଣ ନାଥ କଲୁ ନାରୀ ଗଣ ତୋର ବିହୀନେ ଲଙ୍କା ପୁରୀ ଏବେ ହୋଇଲା ହତ ସିରି ତୁ ନାଥ କାମବଶ ହୋଇ ଛନ୍ଦେ ହରିଲୁ ବଇ ଦେଇ ସେ ଦୋଷେ ତୋତେ ନାଶ କଲା ମରଣ ଦଶା ବି ଆଇଲା ନାଥ କଲୁ ଦଶ ଶିର ଆମ୍ବ ସଙ୍ଗତେ ଲଙ୍କାପୁର ଦେହକୁ କଲୁ କ୍ରୁଧ ଗ୍ରାସ ନରକେ ହୋଇ ଭୂପ୍ରବେଶ ଏମନ୍ତ ସର୍ବନାରୀ ଜନେ ପ୍ରାଣ ଛାଡ଼ିଲେ ହୁତାସନେ ରହିଲା ମନ୍ଦ ଦୋରି ଶେଷ ଏବେ ଶୁଣ କୁରୁ ଶିଷ୍ୟ ରାବଣ ଭାଇ ବିଭୀଷଣ ଥିଲା ଯେ ରାମରେ ଶରଣ ତାହାଙ୍କୁ ଦେଲେ ମନ୍ଦ ଦୋରି ଲଙ୍କା ଅଧିପ ପଣେ କରି ବୋଇଲେ ପ୍ରଭୁ ରଘୁବୀର ତୁ ଏବେ ପ୍ରେତ କାର୍ଯ୍ୟ କର ଏମନ୍ତ ଆଜ୍ଞା ତାକୁ ଦେଲେ ଅଶୋକ ବିପନେ ମିଳିଲେ ସୀତାଙ୍କୁ ଦେଖିବେନି ଡୋଳେ ଅଧବଦନ ବୃକ୍ଷ ମୂଳେ ରାମ ବିଚ୍ଛେଦ ବ୍ୟାଧି ଜ୍ୱରେ କୁସିତ ଅମିତ ଅପରେ ଅନୟନେ ଅଶ୍ରୁ ଜଳ ପୁରୀ ହାସିତା ବୋଲି करे ଧରି ଜାନକୀ ପ୍ରଭୁ ମୁଖ ଚାହିଁ ବେଗେ ଉଠିଲେ ଜ୍ଞାନ ପାଇ ଆଦିତ୍ୟ ଦେଖି ପଦ୍ମ ଯେନେ ଅନାଇ ଉନ୍ନୀଳ ଲୋଚନେ ରାମର ହସ୍ତେ ହସ୍ତ ଦେଇ କାଞ୍ଚନ ବିମାନେ ଆରୋଇ ଲକ୍ଷ୍ମଣ ହନୁମନ୍ତ ତୁଲେ ରାମ ବିମାନେ ବିଜେ କଲେ ବିଭୀଷଣକୁ ଦାଶରଥୀ ଲଙ୍କାରେ କଲେ ଅଧିପତି ବୋଇଲେ ହୁଅ ତୁ ଅମର କଳ୍ପେ ପର୍ଯ୍ୟନ୍ତ ଭୋଗ କର ବିଭୀଷଣକୁ ରାଜା କରି ରାମ ବିଜୟ ନିଜ ପୁରୀ ପିତା ଉଦ୍ଦେଶ୍ୟ ବନବାସ ପୁରିଲା ଦ୍ୱାଦଶ ବରଷ ରାମ ବିଜୟ ଇନ୍ଦ୍ର ଚାହିଁ ସ୍ୱର୍ଗ କୁସୁମ ବରଷଇ ଗଗନେ ଦେବେ ପନ୍ଥିପତି ରାମ ବିଜୟ ଦେଖୁଛନ୍ତି ରାମ ବିଚ୍ଛେଦ ଦୁଃଖ ମନେ ଭରତ ବୁଲେ ତପବନେ ତାର ଚରିତ ଶୁଣି କନେ ଯେବା କହିଲେ ମୁନି ଜନେ କଠୋର ତପବନେ କରି ସେ ବ୍ରହ୍ମଚାରୀ ରୂପ ଧରି ନିରୀହ ଭାବେ ବଞ୍ଚେ ଦିନ ବକଳ କରି ପରିଧାନ ପିଙ୍ଗଳ ଜଟାଭାର ସୋହେ ହସ୍ତେ ତ୍ରିଦଣ୍ଡୀ ସଜ ବଏ ରାମ ପାଦୁକା ଅଗ୍ରେ ଥାଇ ନିଶ୍ଚଳ ଚିତେ ନିତ୍ୟ ଦାୟୀ ସେ ରାମ ନିଗଣ ତୁଲେ ଭରତ ତୁଲେ ସେ ମିଳିଲେ ତାହାର ହସ୍ତେ ରାମ ଧରି ଆଶ୍ୱାସ ବାକ୍ୟ ଭୁଲ କରି ରାମ ଲକ୍ଷ୍ମଣ ହନୁମନ୍ତ ସଙ୍ଗତେ ଘେନାଇ ଭରତ ରାମ ପାଦୁକା ଶିରେ ସୋହେ ତପସ୍ୱୀ ରୂପେ ଜନମଏ ମିଳିଲେ ଅଯୋଧ୍ୟା ନିକଟେ ସରଜୁ ନଦୀ ପୂର୍ବ ତଟେ ରାମର ଆଗମନ ପଥେ ମିଳିଲେ ପୁରୋହିତ ପାତ୍ରେ ସେ ଶବଦେ ବିପ୍ରଜନେ ଶଙ୍ଖ ଶବଦ ବାଦ୍ୟ ଶୋନେ ଦିବ୍ୟ ବିମାନେ ବସି ପଥେ ଧ୍ୱଜ ପତାକା ସୋହେ ଯାନ୍ତେ ଉତ୍ତମ ଅଶ୍ୱତ ଗଜ ଜାନେ ବୀରେ ଧାମନ୍ତି ତୋ ସମନେ ଗଣିକା ଯୁଥେ ଅଗ୍ର ସୋହେ ମାର୍ଗେ ଚଳନ୍ତେ ଜନ ମୋହେ ବିବିଧ ଉପାୟନ ହସ୍ତେ ଜୟ ଶବଦ କରି ପଥେ ଯୁବତୀ ଘେନି ଦୀପାବଳି ପଥେ ଦିଅନ୍ତି ହୁଳହୁଳି ବିପ୍ରଙ୍କୁ ଘେନି ରଘୁନାଥ ଶିରେ ନିବେଶି ବେନି ହସ୍ତ ବିପ୍ରଙ୍କୁ ନମସ୍କାର କଲେ ସୀତା ଲକ୍ଷ୍ମଣ ବ୍ରତ ତୁଲେ ଅଯୋଧ୍ୟାପୁର ଜନ ଯେତେ ରାମ ଆଗମ ଦେଖି ପଥେ ରାମ ଲକ୍ଷ୍ମଣ ସୀତା ଚାହିଁ ରଙ୍ଗେ ନାଚନ୍ତି ଗୀତ ଗାଇ ରାମ ପାଦୁକା ଘେନି ଶିରେ
ସଂଯୁତ ଚାମର ଯେ ଧରେ ଭରତ ଚଳେ ତା ପାରାମ ପାଶେ ବିବୁଧ ଦେଖନ୍ତି ଆକାଶେ ସୁଗ୍ରୀବ ବିଭୀଷଣ ବେନି ଚଳନ୍ତି ଶ୍ଵେତ ଛତ୍ର ଘେନି ଶତ୍ରୁଘ୍ନ କରେ ଧନୁଷର ସେବକ ଘେନି ସଙ୍ଗଧର ମୁଣ୍ଡନ କରି ଜଟା ଭାର ଘେନାଇ ନାନା ଉପହାର ଜାନକୀ କରେ କମଣ୍ଡଳ ପୁରୀତ ନାନା ତୀର୍ଥ ଜଳ ଅଙ୍ଗଦ ହସ୍ତେ ଖଡ୍ଗ ସୋହି ସୁବର୍ଣ୍ଣ ସତେ ଚନ୍ଦ୍ର ଜୟୀ ସଙ୍ଗେ ଚଳନ୍ତି ଯୁଥ ମଧ୍ୟରେ ବିଜୟ ରଘୁନାଥ ମିଳିଲେ ଗୁରୁ ପତ୍ନୀ ପାଦେ କୌଶଲ୍ୟା ଚରଣ ଆନନ୍ଦେ ରାମକୁ ଦେଖି ମାତୃଗଣ ହରଷେ କରନ୍ତି କଲ୍ୟାଣ ପ୍ରାଣକୁ ପାଇ ତନୁ ଜେନେ ଉଠେ ଆନନ୍ଦ ତୋଷ ମନେ ତେସ ନ ହୋଇ ମାତୃଗଣ ରାମକୁ କରନ୍ତି କଲ୍ୟାଣ ଆନନ୍ଦେ ଅଶ୍ରୁ ଜଳ ନେତ୍ରେ ସିଞ୍ଚନ୍ତି ଶ୍ରୀରାମଙ୍କ ଗାତ୍ରେ ରାମର ଶିରେ ଜଟା ଦେଖି ସର୍ବେ ହୋଇଲେ ମନ ଦୁଃଖୀ ତତ୍କ୍ଷଣେ ମିଳିଲେ ବ୍ରାହ୍ମଣ ବଶିଷ୍ଠ ଆଦି ମୁନି ଗଣେ ମୁଣ୍ଡନ କରି ଜଟା ଭାର ଘେନିନ ଗଲେ ଉପହାର ସୁବର୍ଣ୍ଣ କୁମ୍ଭ ଜଳେ ତିଳେ ରାମକୁ ଅଭିଷେକ ଗଲେ ଉତ୍ତମ ବସ୍ତ୍ର ଅଳଙ୍କାର ରତ୍ନ ମୁକୁଟ ବାନ୍ଧି ଶିର ଜାନକୀ ତୁଲ୍ୟ ଅଭିଷେକ କଲେ ତ୍ରିଦଶ ଦେବ ଲୋକ ରାମ ରାଜତ୍ୱ ପ୍ରଜା ଜନେ ସକଳ ହରଷିତ ମନେ କରନ୍ତି ସୁଧର୍ମ ଆଚାର ଏବେ ଶୁଣ କୁରୁବୀର ତ୍ରେତୟା ବର୍ତ୍ତମାନ କାଳେ ଯେସନ ସତ୍ୟ ଯୁଗ ମିଳେ ରାମ ହୋଇଲେ ରାଜେ ରାଜା ସତ୍ୟ ଯୁଗରେ ପ୍ରାୟ ପ୍ରଜା କରନ୍ତି ସ୍ୱଧର୍ମ ଆଚାର ଏବେ ଶୁଣ କୁରୁବୀର ବନ ପର୍ବତ ନଦୀ ନଦ ଦୀପ ବରଷ ସିନ୍ଧୁ ଭେଦ ପ୍ରଜାଙ୍କ କାମଧେନୁ ପ୍ରାୟ ସର୍ବେ ହୋଇଲେ ରସଦାଏ ନାସିଲେ ଆଦି ବ୍ୟାଧି ବ୍ୟଥା ବୃଦ୍ଧେ ହୋଇଲେ ସାମରଥା ସେ ରାମ ଏକ ପତ୍ନୀ ବ୍ରତ ଆଚାରେ ରାଜ ଋଷି ବ୍ରତ ଆଚରି ଗୃହ ମେଧି ଧର୍ମ ଶୁଭେ ସକଳ କ୍ରିୟାକର୍ମ ଜାନକୀ ରାମର ଚରଣେ ସ୍ୱଧର୍ମ ଖଟେ ଅନୁକ୍ଷଣେ କହଇ ବିପ୍ର ଜଗନ୍ନାଥ ନବମ ସ୍କନ୍ଧେ ଭାଗବତ ଆଦିତ୍ୟ ବଂଶାନୁଚରିତ ସୁଜନେ ଶୁଣ ବିରତ ଚରିତ ଏ ଭବ ଜଳଧି ଶୁଣିଲେ ଶ୍ରବଣେ ଶୁଣେ ନିରବିଧି ଇତି ଶ୍ରୀମଦ୍ ଭାଗବତେ ମହାପୁରାଣେ ପରମହଂସ ସଂହିତାଏ 82 ନବମ ସ୍କନ୍ଧେ ରାମଚରିତ ବର୍ଣ୍ଣନେ ନାମ 10ମ ଅଧ୍ୟାୟ।